ओम नमो भगवती वासुदेवाय नमो नमस्कार बंधुगण आपण मानकु आम यूट्यूब चैनल को स्वागत। बंधुगण आजिर भिडियो आमे आपण मानकु कहिबा पई जाउछु कि आपणको पई विशेष भाबरे जदि कहिबा नुआ वर्ष कोन स्थिति नहीं आसीबो जदि आमे विशेष भाबरे कहिबा सब प्रकार भौतिक सुख प्रेम कारक शुक्रंकर राशि परिवर्तन विषय शुक्रंकर राशि परिवर्तन हेबाकु जाउछि। ଏହା ଆପଣଙ୍କ ଜୀବନରେ କେଉଁ ପ୍ରକାରର ପ୍ରଭାବ ବିଶେଷ ଭାବରେ ପକାଇବ ସେ ବିଷୟରେ ଆମେ ଏ ଭିଡ଼ିଓରେ ଜାଣିବା। ବିଶେଷ ଭାବରେ ଯଦି କହିବା 25 ଡିସେମ୍ବର 2023 ଶୁକ୍ରବାର 6:33 ଶୁକ୍ରଦେବ ତୁଳା ରାଶିକୁ ବାହାର କରି ମଙ୍ଗଳ ଦ୍ୱାରା ପ୍ରଭାବିତ ରାଶି ବିଛା ରାଶିରେ ପ୍ରବେଶ କରିବେ ବିଶେଷ ଭାବରେ। ଆଉ 18 ଜାନୁଆରୀ 2024 ପର୍ଯ୍ୟନ୍ତ ଶୁକ୍ର ବିଛା ରାଶିରେ ହିଁ ପ୍ରବେଶ କରିବେ। ତ ଶୁକ୍ରଦେବ ମଙ୍ଗଳ ସହିତ ଜ୍ୟୋତି ସ୍ଥାପନା ମଧ୍ୟ କରିବେ। ଏହାର ସବୁ ପ୍ରଭାବ ରାଶିମାନଙ୍କ ବିଷୟରେ ମଧ୍ୟ ଦେଖିବାକୁ ମିଳିବ। ତ ଆପଣଙ୍କ ଜୀବନରେ କିପରି ପ୍ରଭାବ ଦେଖିବାକୁ ମିଳିବ ସେ ବିଷୟରେ ଆମେ ଭିଡ଼ିଓରେ ଆପଣମାନଙ୍କୁ ପୁରା ଡିଟେଲ୍ସରେ କହିବୁ। କେଉଁ କ୍ଷେତ୍ରରେ ବିଶେଷ ଭାବରେ ଆପଣଙ୍କୁ ଶୁକ୍ର ଶୁଭତା ପ୍ରଦାନ କରିବେ, କେଉଁଠି ଆପଣଙ୍କୁ ସାବଧାନତା ଅବଲମ୍ବନ କରିବାର ଆବଶ୍ୟକତା ରହିଛି। ତ ଯଦି ବିଶେଷ ଭାବରେ ଆମେ କହିବା ବୈଦିକ ଜ୍ୟୋତିଷ ଅନୁସାରେ ଶୁକ୍ରଙ୍କୁ ବିଶେଷ ଭାବରେ ବୃଷ ଆଉ ତୁଳା ରାଶିର ସ୍ୱାମୀ ମନା ଯାଇଥାଏ। ତ ଯଦି ଏଠି ଆମେ ବିଶେଷ ଭାବରେ କହିବା ଶୁକ୍ରଙ୍କୁ ଗୃହସ୍ଥ ସୁଖ, ସଙ୍ଗୀତ, ଭୌତିକ ସୁଖ, ବୈବାହିକ ଜୀବନ, ଚଟପଟା ଭୋଜନ, ବସ୍ତ୍ର, ଆଭୂଷଣ, ଐଶ୍ୱର୍ଯ୍ୟ, ଆରାମ ଏସବୁର କାରକ ତତ୍ତ୍ୱ ବୋଲି ମଧ୍ୟ ବିଶେଷ ଭାବରେ ମନା ଯାଇଥାଏ। ଅର୍ଥାତ୍ ଏସବୁ ଜିନିଷରେ ଶୁକ୍ରଙ୍କର ପ୍ରଭାବ ରହିଥାଏ। କୌଣସି ବି ମଣିଷ ଜୀବନରେ ଶୁକ୍ର ଯଦି ଭଲ ସ୍ଥିତିରେ ଥାନ୍ତି ତ କେତେ ପ୍ରକାରର ସଫଳତା ମଧ୍ୟ ପ୍ରଦାନ କରିଥାନ୍ତି। ଶୁକ୍ର ବଳି ହେବା ଦ୍ୱାରା ଜୀବନରେ ସବୁ କ୍ଷେତ୍ରରେ ମାନ ସମ୍ମାନ ମିଳିଥାଏ। ଏମିତି ବ୍ୟକ୍ତିଙ୍କ ଭିତରେ ବାଣୀରେ ମିଠାସ, କ୍ରିଏଟିଭିଟି ବହୁତ ଅଧିକ ଦେଖିବାକୁ ମିଳିଥାଏ। ଶୁକ୍ର ବଳବାନ ହେଲେ ବୈବାହିକ ସୁଖରେ ବୃଦ୍ଧି ହୋଇଥାଏ। ତା ସହିତ ସବୁ ପ୍ରକାରର ମ୍ୟାଟେରିଆଲ ରିଏଲିଷ୍ଟିକ୍ ସୁଖ ସବୁକିଛି ଆସାନୀରେ ଆପଣଙ୍କୁ ପ୍ରାପ୍ତ ହୋଇଥାଏ। ଶୁକ୍ର ପୀଡ଼ିତ ହେବା ଦ୍ୱାରା ସମସ୍ୟା ଜୀବନରେ ବହୁତ ସାରା ସାମ୍ନା କରିବା ପାଇଁ ପଡ଼ିଥାଏ। ଶୁକ୍ର କମଜୋର ହେଲେ ଯୌନାଙ୍ଗରେ ବେମାରୀ, ଡାଇବେଟିସ୍ ସମସ୍ୟା, ତା ସହିତ ବିଭିନ୍ନ ପ୍ରକାରର ଛୋଟ ମୋଟ ପ୍ରୋବ୍ଲେମ୍ ହୋଇଥାଏ। ଆର୍ଥିକ ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ। ତା ସହିତ ବୈବାହିକ ଜୀବନ ପାଇଁ ବିଶେଷ ଭାବରେ ପ୍ରୋବ୍ଲେମ୍ ଆଣିଥାଏ ଶୁକ୍ର କମଜୋର ହେବା। ଏବେ ଆସନ୍ତୁ ଜାଣିବା କି ଆପଣଙ୍କ ଜୀବନରେ ବିଶେଷ ଭାବରେ କେଉଁ ପ୍ରକାରର ପ୍ରଭାବ ମିଳିବା ପାଇଁ ଯାଉଛି। ଯଦି ବିଶେଷ ଭାବରେ କହିବା ଏହା ଆପଣଙ୍କର ଚନ୍ଦ୍ର ରାଶି ଫଳ ଉପରେ ଆଧାରିତ ଅଟେ, ତେଣୁ ସେ ଆଧାରରେ ଭିଡ଼ିଓକୁ ଆପଣ ନିହାତି ଦେଖନ୍ତୁ। ଆପଣଙ୍କ ପାଇଁ ଯଦି କହିବା ଶୁକ୍ର ଆପଣଙ୍କର ଲାଭ ଧନ ଭାଗରେ ଯେହେତୁ ଗୋଚର କରୁଛନ୍ତି ତ 25 ଡିସେମ୍ବର 2023କୁ ଆପଣଙ୍କର ପଞ୍ଚମ ଭାଗରେ ପ୍ରବେଶ କରିବେ। ତ ପଞ୍ଚମ ଭାଗରୁ ଶିକ୍ଷା, ସନ୍ତାନ, ପ୍ରେମ, ଜୀବନ, ଉନ୍ନତି, ହାୟର ଏଜୁକେସନ୍, ତା ସହିତ ଯଦି କହିବା ପୂର୍ବ ପୁଣ୍ୟ ବିଷୟରେ ମଧ୍ୟ ବିଶେଷ ଭାବରେ ବିଚାର କରାଯାଇଥାଏ। ଯଦି କହିବା ଆପଣଙ୍କ ପାଇଁ ଶୁକ୍ର ଏ ପରିବର୍ତ୍ତନ କେତେ ପ୍ରକାରର ସକାରାତ୍ମକତା ମଧ୍ୟ ବିଶେଷ ଭାବରେ ପ୍ରଦାନ କରିବ। ପଞ୍ଚମ ଭାଗରେ ଯେହେତୁ ଶୁକ୍ର ଗୋଚର କରିବେ ତ ଆଗକୁ ଆସୁଥିବା ଜୀବନ ଆପଣଙ୍କର ସୁଖପୂର୍ଣ୍ଣ ହେବ, ଗୃହସ୍ଥ ଜୀବନ ସୁଖପୂର୍ଣ୍ଣ ହେବ। ପୂର୍ବ ଟାଇମ୍ରୁ ଯଦି ବିଶେଷ ଭାବରେ ଆପଣଙ୍କୁ ପାରିବାରିକ ସମସ୍ୟା ଭୋଗିବାକୁ ପଡ଼ୁଥିଲା ତ ସେ ସବୁରୁ ବାହାରକୁ ବାହାରିବାକୁ ଆପଣଙ୍କୁ ଆସାନୀ ହୋଇଯିବ। ବିଶେଷ ଭାବରେ ଯଦି ଆମେ କହିବା ଆପଣଙ୍କ ବ୍ୟକ୍ତିତ୍ୱରେ ଆକର୍ଷଣ ହେବ ଆଉ ଆପଣଙ୍କ ବାଣୀରେ ମଧ୍ୟ ଆକର୍ଷଣ ରହିବ। ଏହା ସହିତ ବିଶେଷ ଭାବରେ ଆପଣଙ୍କର ଇମେଜ୍ ମଧ୍ୟ ବହୁତ ଅଧିକ ବଢ଼ିବ। ପ୍ରେମ ସମ୍ବନ୍ଧରେ ଉତ୍ସାହର ବୃଦ୍ଧି ହେବ। ଯେଉଁମାନେ ପ୍ରେମୀ ଅଟନ୍ତି ତ ବର୍ତ୍ତମାନ ସମୟରୁ କେମିତି ସମୟ ବାହାର କରିକି କାର୍ଯ୍ୟ କରିବେ, ପ୍ରେମକୁ ବୈବାହିକ ଜୀବନରେ ପରିଣତ କରିବାକୁ ଚାହୁଁଥିଲେ ସମୟ ଆପଣଙ୍କ ପାଇଁ ପୁରା ବେଷ୍ଟ ରହିବ। ଶୁକ୍ରଙ୍କର ପରିବର୍ତ୍ତନରେ ବୈବାହିକ ସ୍ଥିତି ଅନୁକୂଳ ରହିବ। ତା ସହିତ ପୂର୍ବ ସମୟରୁ ଶନିଙ୍କ ପୀଡ଼ିତ ପ୍ରଭାବ କାରଣରୁ ବୈବାହିକ ଜୀବନରେ ଉତ୍ଥାନ ପତନର ସ୍ଥିତି ଦେଖିବାକୁ ମିଳିବ। ଏ ସମୟରେ ବୈବାହିକ ଜୀବନରେ ଅନୁକୂଳତା ମଧ୍ୟ ଆପଣଙ୍କୁ ଦେଖିବାକୁ ମିଳିବ। ତା ସହିତ ଯଦି କହିବା ଯେଉଁମାନେ ଛାତ୍ର ଜୀବନରେ ଜଡ଼ିତ ହୋଇକି ଚାଲୁଛନ୍ତି, ଆଧ୍ୟାତ୍ମିକ କ୍ଷେତ୍ରରେ ବିଶେଷ ଭାବରେ ରହିଛନ୍ତି, ବର୍ତ୍ତମାନ ସମୟରେ ଯଦି କ୍ରିଏଟିଭ୍ କ୍ଷେତ୍ରରେ ପଢ଼ୁଛନ୍ତି, ମେଡ଼ିକାଲ ଫିଲ୍ଡରେ ଆପଣ ବିଶେଷ ଭାବରେ ରହିଛନ୍ତି, ଶିକ୍ଷାରେ ଭଲ ପ୍ରଦର୍ଶନ କରିବାରେ ସଫଳ ମଧ୍ୟ ଆପଣ ବିଶେଷ ଭାବରେ ହେବେ। ତା ସହିତ ଯଦି କହିବା ଆପଣଙ୍କ ଜୀବନରେ ବିଶେଷ ଭାବରେ ସାମାଜିକ ଦାୟରା ଆପଣଙ୍କର ବଢ଼ିବ, ସାମାଜିକ ଇମେଜ୍ ଆପଣଙ୍କର ଆଗକୁ ବଢ଼ିବ। ତା ସହିତ ଶୁକ୍ର ଆପଣଙ୍କର ସପ୍ତମ ଦୃଷ୍ଟିରୁ ଆପଣଙ୍କର ଏକାଦଶ ଭାଗ ଅର୍ଥାତ୍ ଲାଭ ଭାଗକୁ ବିଶେଷ ଭାବରେ ଦେଖିବେ। ଏ କାରଣ ପାଇଁ ଆପଣଙ୍କୁ ଯଦି ବିଶେଷ ଭାବରେ କହିବା ଭୌତିକ ସୁଖରେ ଜଡ଼ିତ କୌଣସି ଜିନିଷ ଆପଣ କିଣିବାକୁ ଚାହୁଁଛନ୍ତି, ଯେମିତି କୌଣସି ଭବନ, ଭୂମି କିଣିବାକୁ ଚାହୁଁଛନ୍ତି ତ ଏସବୁ ପାଇଁ ସମୟ ଆପଣଙ୍କ ପାଇଁ ବହୁତ ହି ଭଲ ରହିବ। ଶୁକ୍ରଙ୍କ ପ୍ରଭାବରୁ ଆପଣଙ୍କ ଜୀବନରେ ଲାଭ ବହୁତ ଭଲ ରହିବ। କାରଣ ଶୁକ୍ର ଯେହେତୁ ଲାଭ ଭାଗକୁ ଦେଖନ୍ତି ତ ଧନର ବୃଦ୍ଧି ଆପଣଙ୍କର ହେବ। ଧନରେ ଆପଣଙ୍କର ସୁଖଦ ସ୍ଥିତି ରହିବ। ଅଟକିଥିବା ଧନ ମଧ୍ୟ ଆପଣଙ୍କୁ ବିଶେଷ ଭାବରେ ପ୍ରାପ୍ତ ହେବା ପାଇଁ ଯାଉଛି।
ତା ସହିତ ଯଦି ଏଠି ଆମେ ଆପଣମାନଙ୍କୁ ବିଶେଷ ଭାବରେ କହିବୁ ତ ଏ ପ୍ରକାରର ପ୍ରଭାବ ଆପଣଙ୍କ ଜୀବନରେ ତ ମିଳିବ। ଏହା ସହିତ ଆପଣଙ୍କୁ ଧାର୍ମିକ ଉପାୟ ବିଷୟରେ ଯଦି ବିଶେଷ ଭାବରେ ଆମେ ଇନଫର୍ମେସନ୍ ଦେବୁ ତ ଆପଣଙ୍କ ପାଇଁ ଏ ସମୟ ଅବଧିରେ ଯଦି କହିବା ଶୁକ୍ରଙ୍କର ବୀଜ ମନ୍ତ୍ର ଓಂ ସୁଂ ଶୁକ୍ରାୟ ନମଃ ଏ ମନ୍ତ୍ରର ଜପ କରିବା ଆପଣଙ୍କ ପାଇଁ ବହୁତ ହି ବେଷ୍ଟ ରହିବ। ଶୁକ୍ରବାର ଦିନ ଯଦି ଆପଣ ମା ଲକ୍ଷ୍ମୀଙ୍କର ବସିଥିବା ପ୍ରତିମା ଆଗରେ ପଦ୍ମ ଫୁଲ ପ୍ରଦାନ କରୁଛନ୍ତି, ଶ୍ରୀ ସୂକ୍ତ ପାଠ କରୁଛନ୍ତି ତ ଆପଣଙ୍କ ଜୀବନରେ କାଫି ଶ୍ରେଷ୍ଠ ବେହତରିନ ସ୍ଥିତି ବନିବା ପାଇଁ ଯାଉଛି। ତ ଯଦି ଆମେ କହିବୁ ତ ଆପଣମାନଙ୍କ ପାଇଁ ଆଜିର ଏ ଭିଡ଼ିଓଟି ଆଶା କରୁଛୁ ଭଲ ଲାଗିଥିବ। ଯଦି ଆପଣ ଆଗକୁ ଆସୁଥିବା ସମୟରେ ଜ୍ୟୋତିଷ ଧର୍ମ ଏବଂ ଏମିତି ଡେଲି ରାଶିଫଳ ଭିଡ଼ିଓର ଅପଡ଼େଟ୍ସ ପାଇବା ପାଇଁ ଚାହୁଁଥାନ୍ତି ତ ଆମର ଏ ଚ୍ୟାନେଲକୁ ନିହାତି ଭାବରେ ସବସ୍କ୍ରାଇବ୍ ଗୋଟେ ଥର ପାଇଁ କରନ୍ତୁ। ଆଉ ସବସ୍କ୍ରାଇବ୍ କରିସାରିଲା ପରେ ପାଖରେ ଆସୁଥିବା ବେଲ୍ର ଆଇକନ୍କୁ ବି ମଧ୍ୟ କ୍ଲିକ୍ କରନ୍ତୁ, ଯାହାଦ୍ୱାରା ଏହିପରି ଭିଡ଼ିଓ ଯେବେ ବି ଆମେ ଅପଲୋଡ଼ କରିବୁ ତାର ନୋଟିଫିକେସନ୍ ଯାଇକି ଆପଣଙ୍କ ପାଖରେ ସର୍ବପ୍ରଥମେ ପହଞ୍ଚିବ। ଭିଡ଼ିଓ କେମିତି ଲାଗିଲା ନିହାତି କମେଣ୍ଟ କରିକି ଜଣାଇବେ। ଧନ୍ୟବାଦ।